ସମସ୍ତ ଛାତ୍ରଛାତ୍ରୀଙ୍କୁ ଷ୍ଟଡି ଗୁରୁ ଓଡ଼ିଶା ଚ୍ୟାନେଲକୁ ସାଦର ସ୍ୱାଗତ। ସୁରଭି 2024 ମସିହାର କାର୍ଯ୍ୟସୂଚୀ ଅନୁସାରେ ଅଷ୍ଟମରୁ ଦଶମ ଶ୍ରେଣୀ ନିମିତ୍ତ ସିନିୟର ବିଭାଗର ପ୍ରବନ୍ଧ ବା ଏସେ ରାଇଟିଂ ପ୍ରବନ୍ଧ ଲିଖନର ସ୍ଥିରୀକୃତ ବିଷୟଟି ହେଉଛି ନୂତନ ଓଡ଼ିଶା ଗଠନରେ ଲୋକକଳାର ଭୂମିକା। ନୂତନ ଓଡ଼ିଶା ଗଠନରେ ଲୋକକଳାର ଭୂମିକା। ଉପକ୍ରମ ସଂସ୍କୃତି ଜାତିର ଜାତୀୟତା ପରିପ୍ରକାଶ କରିବାର ତନ୍ତ୍ରୀ ଅଟେ। ଶିଳ୍ପ, ସ୍ୱାସ୍ଥ୍ୟ, ସ୍ଥାପତ୍ୟ, ଲୋକକଳା, ସାହିତ୍ୟ ଏବଂ ଧର୍ମକୁ ମିଶ୍ରଣ କରି ସଂସ୍କୃତିର ସୃଷ୍ଟି। ଓଡ଼ିଶାରେ ବିଭିନ୍ନ ଧର୍ମ ଧାରଣା ନେଇ ପ୍ରତିଷ୍ଠିତ ଜଗନ୍ନାଥ ଚେତନା ଏବଂ ଉପାସନା ଏକ ମୌଳିକ କଳାପ୍ରିୟ ସଂସ୍କୃତି ରୂପେ ଦୀର୍ଘ ଶତାବ୍ଦୀ ଧରି ପ୍ରତିଷ୍ଠା ପାଇ ଆସିଛି। ଲୋକକଳା ହିଁ ହେଉଛି ସଂସ୍କୃତିର ମୂଳ ଆଧାର ସ୍ୱରୂପ। ଯେଉଁ ଦେଶର ବା ଜାତିର ଲୋକକଳା ଯେତେ ପ୍ରାଚୀନ ଓ ସମୃଦ୍ଧ, ତାହା ଦେଶ, ଜାତି ବା ସଭ୍ୟତା ଅନୁଯାୟୀ ସେତେ ଗୌରବାନ୍ୱିତ ହୋଇଥାଏ। ଏପରିକି ଜାତି ଧ୍ୱଂସ ପାଇଗଲେ ମଧ୍ୟ ତା'ର ସାଂସ୍କୃତିକ ଲୋକକଳା ସେ ଜାତିକୁ ଆଲୋକିତ କରିଥାଏ। ଲୋକକଳାର ପରିଚୟ। ଲୋକକଳା ହେଉଛି ସମ୍ପୃକ୍ତ ସାମାଜିକ ଓ ସାଂସ୍କୃତିକ ଗୁଣ ତାଲିକାରେ ଗ୍ରହଣ କରାଯାଇଥିବା କଳାଗୁଡ଼ିକର ପ୍ରକାର, ଯାହା ମନୁଷ୍ୟକୁ ମାନସିକ ସ୍ତରରେ ବିଶେଷ ଶାନ୍ତି ପ୍ରଦାନ କରିଥାଏ। ଓଡ଼ିଶାର ପୁରପଲ୍ଲୀଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସର୍ବତ୍ର ଲୋକକଳା ପରିବ୍ୟାପ୍ତ। ଏହାର ଅର୍ଥ କେବଳ ଭାଷା, ଗୀତ, ନୃତ୍ୟ ଓ ସାମ୍ପ୍ରଦାୟିକ ସହିତ ଯୋଗାଯୋଗ କରିବାର ପ୍ରଥା ଏବଂ ସଂସ୍କୃତିର ସାମାଜିକ ସମ୍ବନ୍ଧ। ଲୋକକଳା ଆମ ଓଡ଼ିଆ ଜାତିର ସର୍ବଶ୍ରେଷ୍ଠ ପରିଚୟ। ଯେଉଁ ଜାତିର ଲୋକକଳା ଯେତେ ଉନ୍ନତ, ସେହି ରାଜ୍ୟ ସେତେ ସମୃଦ୍ଧ। ବିଜ୍ଞାନର ଅଗ୍ରଗତି ଫଳରେ ସମସ୍ତେ ପାଶ୍ଚାତ୍ୟ ସଭ୍ୟତାକୁ ଅନୁକରଣ କରିବା ହେତୁ ଆମେ ଲୋକକଳା ଓ ଲୋକ ସଂସ୍କୃତିକୁ ଭୁଲି ଯାଉଛେ, କିନ୍ତୁ ଆମକୁ ମନେ ରଖିବାକୁ ହେବ ଯେ ଏହି ଲୋକକଳା ହିଁ ଆମ ରାଜ୍ୟକୁ ବିଶ୍ୱ ଦରବାରରେ ପରିଚିତ କରାଇଅଛି। ଓଡ଼ିଶାର ଲୋକକଳା। ଆମ ରାଜ୍ୟ କଳାମୟ ରାଜ୍ୟ। ସଂସ୍କୃତି ଓ ଧର୍ମର ସମନ୍ୱୟ ଫଳରେ ଓଡ଼ିଆ ଜାତିର କୋଣ ଅନୁକୋଣରେ ସୃଷ୍ଟି କରିଛି ଏକ ସ୍ୱତନ୍ତ୍ର ସ୍ଥାନ। ଗୋଟିପୁଅ ନୃତ୍ୟ, ଛଉ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ଡାଲଖାଇ ନୃତ୍ୟ, କଣ୍ଢେଇ ନାଚ, ସିଂହବାଦ୍ୟ, ଦଣ୍ଡ ନାଚ, ଘୁମୁରା ନୃତ୍ୟ, କରମା ନୃତ୍ୟ, ରସରକେଲି ନୃତ୍ୟ, ଝୁମୁରା ନୃତ୍ୟ, ଲଉଡ଼ି ଖେଳ, ମୋଗଲ ତାମସା, ବାଉଁଶରାଣୀ ନୃତ୍ୟ, କାଠିପାଲା, ଦାସକାଠିଆ, ରାମଲୀଳା, କୃଷ୍ଣଲୀଳା, ଚୈତି ଘୋଡ଼ା ନାଚ, ଘଣ୍ଟ ପାଟୁଆ ନୃତ୍ୟ, ଯୋଡ଼ି ନାଗରା, ପାଇକ ବାଦ୍ୟ ନୃତ୍ୟ, ଝାମୁ ଯାତ୍ରା, ଓଡ଼ିଶୀ କୀର୍ତ୍ତନ, ରଣପା ନୃତ୍ୟ, ବାଘ ନାଚ, ସଖୀ ନୃତ୍ୟ, ବୀରବାଦ୍ୟ ନୃତ୍ୟ, ଘୁଡ଼ୁକି ନୃତ୍ୟ, ଢେମ୍ସା ନୃତ୍ୟ, ମାହାରୀ ନୃତ୍ୟ ଇତ୍ୟାଦି ଲୋକକଳାମାନ ନୃତ୍ୟ ମାଧ୍ୟମରେ ବିଶ୍ୱ ଦରବାରରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଅଛି। ସର୍ବଶ୍ରେଷ୍ଠ ଭାବରେ ଓଡ଼ିଶାର ଓଡ଼ିଶୀ ନୃତ୍ୟ ଜନମାନସରେ ସମଗ୍ର ବିଶ୍ୱକୁ ଆକୃଷ୍ଟ କରିପାରିଅଛି। ପ୍ରତ୍ୟେକ ପର୍ବପର୍ବାଣୀ ମହୋତ୍ସବ ଗୁଡ଼ିକରେ ପରିବେଷଣ ହୋଇଥାଏ। ଚିତ୍ରକଳା ମାଧ୍ୟମରେ କଳା ଓ ସ୍ଥାପତ୍ୟର ଶ୍ରେଷ୍ଠ ନିଦର୍ଶନ। ପର୍ଯ୍ୟଟକ ତଥା ସମଗ୍ର ଦେଶରେ ଓଡ଼ିଶାର ସ୍ଥାନ ଶ୍ରେଷ୍ଠତା ପରିପନ୍ଥୀରେ ଅତୁଟ ରହିଅଛି। ବାହାର ରାଜ୍ୟ ତଥା ବିଦେଶରୁ ଆସୁଥିବା ପର୍ଯ୍ୟଟକମାନଙ୍କ ହେତୁ ଆମ ଓଡ଼ିଶାର ଆର୍ଥିକ ବିକାଶ ଘଟୁଅଛି, ଯାହା ନିଶ୍ଚିତ ଭାବରେ ନୂତନ ଓଡ଼ିଶା ଗଠନରେ ବିଶେଷ ଭାବରେ ସହାୟକ ହେଉଅଛି। ନୂତନ ଓଡ଼ିଶା ଗଠନରେ ଲୋକକଳାର ଭୂମିକା। ନୂତନ ଓଡ଼ିଶା ଗଠନରେ ଲୋକକଳାର ଭୂମିକା। ନୂତନ ଓଡ଼ିଶା ଗଠନରେ ଲୋକକଳାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ବିଭିନ୍ନ ଲୋକକଳା, ଚିତ୍ରକଳା, ମୂର୍ତ୍ତି ତିଆରି କରିବାର କଳା ଓ କୌଶଳ, ପୂର୍ବପୁରୁଷଙ୍କଠାରୁ ଅର୍ଜିତ ସମସ୍ତ ଜ୍ଞାନ ତଥା ଆଧୁନିକତାର ସମନ୍ୱୟ ହେବା ଫଳରେ ଆମ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ଘଟିବା ସହିତ ଆମ ରାଜ୍ୟକୁ ଗୌରବାନ୍ୱିତ କରୁଅଛି। କିନ୍ତୁ ପରିତାପର ବିଷୟ, ପାଶ୍ଚାତ୍ୟ ସଭ୍ୟତାର ବଶବର୍ତ୍ତୀ ହୋଇ ଏବଂ ବିଜ୍ଞାନର ଅଗ୍ରଗତି ଫଳରେ ଆମ ରାଜ୍ୟର କିଛି ଲୋକକଳା ଏବେ ପ୍ରାୟ ବିଲୁପ୍ତ ହେବାକୁ ବସିଲାଣି। ସେଥିନିମନ୍ତେ ଆମେ ସମସ୍ତେ ସଜାଗ ହେବା ଉଚିତ। ଉପସଂହାର ବା ଶେଷ କଥା, ଲୋକକଳା ସମାଜର ଭିନ୍ନ ଲୋକ ଓ ସାମ୍ପ୍ରଦାୟିକ ଧାର୍ମିକ ଭାବନାର ସମ୍ବନ୍ଧକୁ ସୁଦୃଢ଼ କରିଥାଏ। ନୂତନ ଓଡ଼ିଶା ଗଠନରେ ଲୋକକଳାର ଭୂମିକାକୁ ଗୁରୁତ୍ୱ ମନେକରି ପ୍ରତ୍ୟେକ କଳାକାରମାନଙ୍କ ନିମନ୍ତେ ଓଡ଼ିଶା ସରକାର ଯଥେଷ୍ଟ ପ୍ରଚେଷ୍ଟା କରିବାର ଆବଶ୍ୟକତା ରହିଅଛି। ଲୋକକଳା ମାଧ୍ୟମରେ ସାମାଜିକ ସମ୍ପର୍କ ସ୍ଥାପନ ସୁଦୃଢ଼ ହେଉଅଛି, ସାମ୍ପ୍ରଦାୟିକ ଉନ୍ନତି ମଧ୍ୟ ହେଉଅଛି। ଆଜିର ଆହ୍ୱାନ, ଆସ ଆମେ ସମସ୍ତେ ଏକାଠି ହୋଇ ଶତଚେଷ୍ଟିତ ହେବା, ଯେପରି ଆମେ ଆମ ଲୋକକଳାକୁ ବଞ୍ଚେଇ ପାରିବା। ସରକାରୀ ସ୍ତରରେ ମଧ୍ୟ ଆମ୍ଭ ଲୋକକଳାକୁ ସମସ୍ତ ଅନୁଷ୍ଠାନମାନଙ୍କର ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବାର ସହଯୋଗ କାମନା କରୁଅଛି।
ଯାହାଦ୍ୱାରା ଆମର ଏଇ ନୂତନ ଓଡ଼ିଶା ଏକ ସଂସ୍କୃତି ସମ୍ପନ୍ନ ଓଡ଼ିଶା ଓ ସମୃଦ୍ଧ ଓଡ଼ିଶାରେ ଗଠନ ହୋଇପାରିବ। ସମାପ୍ତ। ଧନ୍ୟବାଦ।